शिशु अनंत राजाराम जय सत्य सनातन कल्कीराम। आजिर यही संध्या शिशु अनंतर आश्रम बा तांको पीठस्थली आम ये संध्या टी अतिबाहित करूँ। विभिन्न स्थान विभिन्न कार्यक्रम सारी आम काली राति सुधा आश्रम पहुँचलु। ये आउ 4-5 दिन समय कटेकरी पुणी अन्यत्र प्रोग्राम भी रही। सी कहले शिव, सु कहले शुभ, शिवं भव शिवं शुभ। शिव होचंती मंगलमय। शिवंकर नाम होची शुभ प्रदायक। शिव कहले ये जगत। शिवंकर गोटे ना अच्छी पशुपति। पशुपति माने जगतपति। तेबे शिशु ये जोड़िए अक्षर रे गोटे महान कथा आसुची, शिवं भव शिवं शुभ। सत्य जुगरे आम जदि पुराण को विश्वास करिबा, विश्वास तो करने को हम, विश्वास न कले सम्मान तो देवा पड़ो। सत्य जुग बोली गोटे जुग थिला, ताको आ प्रमाण करि परिबानी, किंतु से शास्त्रटा आमको सत्य जुगर प्रमाण दउछि। सेठी शेषदेव नामक अवतार तेणु से होचंती शिवंकर अवतार। त्रेतयारे लक्ष्मण रूप महादेव देवदेव महादेव से शिव से अवतार ग्रहण करते। द्वापर जुगरे बलराम रूप देवदेव महादेव से अवतार ग्रहण करते। कली बा ए जुगरे अवतार होचंती नित्यानंद महाप्रभु। तेणु नित्यानंद महाप्रभु होचंती शिवंकर अवतार। त्रेतया जुगरे हनुमान होचंती शिवंकर अवतार। आम जगन्नाथ संस्कृति रे बा जगन्नाथंक दर्शन रे बलदेव होचंती स्वयं शिव। शिवं भव शिवं शुभ। भागवत रे ये शिवं को माने बहुत बड़ गुरुत्व दिखाई। कहते मोहर आत्मा पशुपति। ताले मोहर आत्मा पशुपति बोली जो कहा जाउची, पशुपति कले जगतपति, सी होचन तांकर आत्मा माने स्वयं निराकारंकर आत्मा होचंती पशुपति शिव। इति शिवंकर दर्शनटा केते महान। शिवंकर गोटे जटा अच्छी बोली कहते, सेटा होची हिमालयर से पहाड़ पर्वत झरणा एगुड़िक होची शिवंकर जटा। तांकु गंगाधर बोली कहा जाउची।
ସେ ଗଙ୍ଗାଙ୍କୁ ଜଟରେ ବା ଗଙ୍ଗା ତାଙ୍କ ଜଟା ଦେଇକି ପ୍ରବାହିତ ହେଉଛନ୍ତି। ତେଣୁ ଶିବ ଶିବ ଏ ଶବ୍ଦ ଉଚ୍ଚାରଣ କଲେ ତୁମେ ଗଙ୍ଗାଙ୍କର ଫଳ ପ୍ରାପ୍ତ ବି ହେବ। ଆଗକୁ ଶିବଙ୍କର ଗୋଟେ ଉପବାସ ଦିନ ଆସୁଛି, ଯାହାକୁ କୁହାଯାଉଛି ଜାଗର। ଜାଗର ମାନେ ଉଜାଗର। ରାତି ଯାକ ଯେଉଁମାନେ ଉଜାଗର ରହି ପ୍ରଦୀପ ପ୍ରଜ୍ୱଳନ କରନ୍ତି, ସେଇମାନେ ହିଁ ପ୍ରକୃତ ଶିବଙ୍କର ଉପାସନା କରନ୍ତି। ଇଏ ପ୍ରଥାଟା ଆମର ମୟୂରଭଞ୍ଜ ଜିଲ୍ଲାରେ ବା ବେଙ୍ଗଲ ଇତ୍ୟାଦିରେ ଯେଉଁଭଳି ଭାବରେ ପାଳନ ହୁଏ, ସେଭଳି ପାଳନ ଅନ୍ୟାନ୍ୟ ଜାଗାରେ ପ୍ରାୟ ହୁଏନି। ଏମାନଙ୍କୁ ଖାଦ୍ୟ ଦରକାର। ତେଣୁ ଖାଦ୍ୟ ଖାଇବାକୁ ହେଲେ ଗୋଟେ ଆଳ ଦରକାର। ସେ ଆଳଟା ହେଉଛି ଆମର ଲିଙ୍ଗରାଜ ମନ୍ଦିର। ଲିଙ୍ଗରାଜ ମନ୍ଦିରରେ ଏତିକିଟା ବେଳେ ଦୀପ ମହାଦୀପ ଉଠିବ। ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା, ଭଲ ହେଲା। ତମେ ବି ସେଦିନ ମହାଦୀପ ଉଠୁନା। କିନ୍ତୁ ସେ ମହାଦୀପ ଉଠେଇବା ନାଁରେ ତାଙ୍କର ଉପାସନା ଭଙ୍ଗ କଲେ। ତାପରେ କ'ଣ ଗୋଟେ ଖାପିଅ କଲେ। କିନ୍ତୁ ପ୍ରକୃତରେ ଉପାସ ରହିଲେ ଯେ ଉପାସନା ହୁଏ, ତା ମଧ୍ୟ ଗୋଟେ ଭ୍ରମାତ୍ମକ କଥା। ଶିବଙ୍କର ଉପାସନାରେ ମନ୍ତ୍ର ଜପ କର। ତାଙ୍କର ପ୍ରିୟ ମନ୍ତ୍ର ହେଉଛି ଓମ୍ ନମ ଶିବାୟ। ତାଙ୍କର ଅନେକ ମନ୍ତ୍ର ଅଛି, କିନ୍ତୁ ସବୁଠାରୁ ସେ ହେଉଛନ୍ତି ଆଶୁତୋଷ। ଅଳ୍ପକେ ସେ ଖୁସି ହୁଅନ୍ତି। ଓମ୍ ନମ ଶିବାୟ ଏତିକିରେ ସେ ବହୁତ ଖୁସି। ତେଣୁ ଇଏ ମନ୍ତ୍ର ଉପରେ ଶ୍ରଦ୍ଧା ରଖ। ରାତ୍ରି ଉଜାଗର ଯଦି ରହିପାରିବ, ପ୍ରଦୀପଟିଏ ପ୍ରଜ୍ୱଳନ କରି ଯଦି ଶିବଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିପାରିବ, ଉପାସ ନୁହେଁ କିନ୍ତୁ ଭଲ ଖାଦ୍ୟ ଖାଅ। କ୍ଷୀର ଦହି ତାଙ୍କର ଯେଉଁଟା ପ୍ରିୟ, କ୍ଷୀର ଦହି ଲହୁଣୀ, କ୍ଷୀର ଦହି ଛେନା କଦଳୀ ଏସବୁ କିଛି ମନା ନାହିଁ। ଭୋକ କଲେ ସେଇଟାକୁ ଖାଇବ, ଶିବଙ୍କ ନାଁରେ ବି ଖାଇବ। ତେଣୁ ସିଏ ହେଉଛନ୍ତି ଏଇଭଳି ଭାବରେ ଗୋଟେ ଉପାସ୍ୟ ଦେବତା। ଇଏ ପୃଥିବୀରେ ଯେତେବେଳେ ମୂର୍ତ୍ତି ପୂଜା ଆଦୌ ନଥିଲା, ପ୍ରଥମ ମୂର୍ତ୍ତି ପୂଜା ହେଉଛନ୍ତି ଭାରତବର୍ଷରେ ଶିବଙ୍କର ପୂଜା। ତାପରେ ବିଷ୍ଣୁଙ୍କର ପୂଜା ଆସିଛି। କିନ୍ତୁ ବିଷ୍ଣୁ ପ୍ରଥମେ ଉଦୟ ହେଇଛନ୍ତି, ସେ ବିଷ୍ଣୁ ହେଉଛନ୍ତି ସ୍ୱୟଂ ସୂର୍ଯ୍ୟ। ଯାହାଙ୍କୁ ତଦବିଷ୍ଣୁ ପରମଂ ପଦ ଇତ୍ୟାଦି ମନ୍ତ୍ରରେ କୁହାଯାଏ। ଶିବ ହେଉଛନ୍ତି ମମାତ୍ମୈବ ମହାଦେବ। ତେଣୁ ଓମ୍ ନମ ଶିବାୟ ମନ୍ତ୍ରରେ ସେ ବହୁତ ଖୁସି। ଆମେ ପୂଜା କରିବୁ, ସେ ସିଂହାସନ କରିବୁ, ତାପରେ ସବୁ ବିଭିନ୍ନ ଫୁଲ ଫୁଲ ଖଞ୍ଜେଇବୁ, କିନ୍ତୁ ଶିବ ସେଥିରେ ଖୁସି ନୁହନ୍ତି। ସେ ଜଳର ଅଭିଷେକରେ ଖୁସି, କ୍ଷୀର ଅଭିଷେକରେ ନୁହଁ।
କ୍ଷୀର ଦହି ଲହୁଣୀ ସବୁ ଘର୍ଷଣ ହେବ। ଜଳାଭିଷେକ କଲେ ବ୍ୟାଧି ନାଶ। ଓମ୍ ନମ ଶିବାୟ ଜପ କଲେ ତମର ମୋକ୍ଷ ମାର୍ଗ ପ୍ରଦର୍ଶନ ହେବ। ବୃଷଭଙ୍କୁ ଧର୍ମର ଅବତାର ଭାବି ତାଙ୍କୁ ପ୍ରଣାମ କରିବ। ଆମେ ତାଙ୍କୁ ଷଣ୍ଢ ବୋଲି ଭାବୁଛୁ। ଆମର ଶିଶୁ ଅନନ୍ତଙ୍କ କ୍ଷେତ୍ରରେ ଆମର ଯେଉଁ ତୀର୍ଥେଶ୍ୱର ଅମରେଶ୍ୱରଙ୍କର ମୂର୍ତ୍ତି ବା ଇଏ ତା କ୍ଷେତ୍ର ଇଏ ତୀର୍ଥ ସୃଷ୍ଟି ହେଇଛି, ତାଙ୍କ ଆଗରେ ଯେଉଁ ବୃଷଭଟି ଅଛନ୍ତି ସେ ବୃଷଭଙ୍କ ଚିତ୍ରଟି ଯାହା ସେଇଟା ହେଉଛି ପ୍ରକୃତରେ ଶିବ ଯଜ୍ଞ ପୁରୁଷଙ୍କର ରୂପ ଏବଂ ଶିବଙ୍କର ବୃଷଭ। ତେଣୁ ଏଇସବୁ କଥା ତ ବହୁତ କଥା ଅଛି। ତେବେ ପବିତ୍ର ଜାଗର ଗୀତା ଗୋଟିଏ ଶ୍ଲୋକରେ କହିଲେ, ଜାନିସା ସର୍ବଭୂତାନାଂ ତସ୍ୟାଂ ଜାଗ୍ରତି ସନ୍ଧାମି ଯସ୍ୟାଂ ଜାଗ୍ରତି ଭୂତାନି ସାନିସା ପଶ୍ୟତେ ମୁନି। ଯେତେବେଳେ ତୁମେ ପ୍ରଭୁଙ୍କର ନାମ ସ୍ମରଣ କର ସେତେବେଳେ ଅଜ୍ଞାନ ଅନ୍ଧକାର ବା ଅଜ୍ଞାନ ଅମାବାସ୍ୟା ସେ ଦୂରେଇ ଗଲା। ତେଣୁ ଜାଗର ପାଳନ କରିବା ଅର୍ଥ ଯେ ଗୋଟିଏ ବର୍ଷ ପାଇଁ ଆମେ ଜାଗର ମାଧ୍ୟମରେ ସେଇ ଜାଗର ହେଉଛି ଗୋଟିଏ ଦୀପ, ଆତ୍ମଜ୍ୟୋତିକି ମଧ୍ୟ ଗୋଟିଏ ଦୀପ ସହିତ ତୁଳନା କରାଯାଏ ଏବଂ ସେଇ ଦୀପଜ୍ୟୋତି ଭଳି ଜ୍ୟୋତି ନିରାକାର ଜଗତରେ ଜଗତକୁ ପରିଚାଳନା କରୁଛି। ଆଉ ବିଶେଷ କିଛି ମୁଁ କହିବାକୁ ଚାହୁଁନି। କେବଳ ଓମ୍ ନମ ଶିବାୟ ଏଇ ମନ୍ତ୍ର ଉଚ୍ଚାରଣ କର। ମାନସରେ ତାଙ୍କୁ ରତ୍ନ ସିଂହାସନରେ ବସାଅ। ତୁମର ଯାହା ଯାହା ଶ୍ରଦ୍ଧା ସେ ଭୋଗ ନୈବେଦ୍ୟ ଅର୍ପଣ କର ଏବଂ ଶିବଙ୍କ ଶିବଦ୍ରୋହୀ ଜୀବନରେ ହୁଅନି। ସେଇ ଶିବ ଲିଙ୍ଗରାଜ, ସେଇ କପିଳେଶ୍ୱର, ସେଇ ତୀର୍ଥେଶ୍ୱର, ଓଙ୍କାରେଶ୍ୱର, ବୈଦ୍ୟନାଥ ସବୁ କିଛି ଶିବ। ଗରୁଡ଼ ମଧ୍ୟ ଶିବଙ୍କର ଅବତାର। ତେଣୁ ସମସ୍ତେ ଜାଗର ଦିନ ଓମ୍ ନମ ଶିବାୟ ମନ୍ତ୍ର ଜପ କରି ରାତ୍ରି ଉଜାଗର ହେଲେ ତାର ଗୋଟେ ଫଳ କିଛି ମିଳିବ। ଏତିକି କହି ମୋର କଥା ବିଶ୍ରାମ।